ତାଙ୍କଠୁ ସେ ପଇସା ନେଇଥିଲେ, ପଇସା ନବା ଦବା ଯଦି କେହି ଦେଖିନଥିଲେ, ତେଣୁକରି ତାକୁ ବ୍ୟାନ୍ କରିବାଟା ଜମା ଠିକ୍ ନୁହେଁ। ଉଚିତ ନ୍ୟାୟ ମିଳୁ ଏବଂ ତାଙ୍କୁ ଉଚିତ ଜିନିଷର ନ୍ୟାୟ ଯେମିତି ତାଙ୍କୁ ବାଡ଼େଇଛନ୍ତି ତାକୁ ଇନଭେଷ୍ଟିଗେସନ୍ କରନ୍ତୁ ଏବଂ ତାକୁ ଯେଉଁ ବ୍ୟାନ୍ କରିଛନ୍ତି ତା ପାଇଁ ସଜେସନ୍ କାଢ଼ନ୍ତୁ। ଯାତ୍ରା ଲୋକମାନଙ୍କୁ ନେଇକିରି ଯାତ୍ରା କରନ୍ତି ଏବଂ ତାଙ୍କର ନେଇକି ରୋଜଗାର ବି ହୁଏ, ତେଣୁକରି ସେଟା ବ୍ୟାନ୍ କରିବାଟା ଠିକ୍ ନୁହଁ। ଆଜିକାଲି ପଇସା ନେଲା ବେଳେ କେହି ଦେଖନ୍ତିନି, ଦେଲା ଅର୍ଡ଼ର ବି କରିପାରିବ, କାଲି ସକାଳୁ ତାକୁ ନେଇକି କେଉଁଠି ବି ଲୁଚେଇ ବି ପାରିବ। ତେଣୁକରି ସିଏ ଯେତେବେଳେ ତାର ସାହାରା ବେସାହାରା ହେଇଗଲା, ଅତ୍ୟଧିକ ଯେତେବେଳେ ହାତ ତାର କୁଆଡ଼େ ନ ପାଇଲା, ସେ ବର୍ତ୍ତମାନ ସେଥିପାଇଁ ଆଇନରେ ଧ୍ୱଂସ ହେଇଯିବ। ତେଣୁକରି ଦୟାକରି ସମସ୍ତଙ୍କୁ ଅନୁରୋଧ, ଯେତେ ଯୋଉଠି ବି ଯେକୌଣସି କେସ୍ ହେଉଛି, ଯାତ୍ରା ମାଲିକ ମାନଙ୍କୁ କହୁଛି ଗୋଟେ ନାରୀଙ୍କୁ ଦୁର୍ବ୍ୟବହାର କରନି ତମର ଏବଂ ତାଙ୍କୁ କ୍ଷତିପୂରଣ ଦାବି ପୂର୍ଣ୍ଣ କରିବେ, ତାହେଲେ ଆମେ ସନ୍ତୁଷ୍ଟ ହବୁ, ଓଡ଼ିଶାବାସୀ ସନ୍ତୁଷ୍ଟ ହେବେ, ସମସ୍ତେ ଶାନ୍ତି, ସବୁଠି ସଚ୍ଚୋଟ ମିଳିବ। ତେଣୁକରି ସମସ୍ତଙ୍କୁ କହୁଛି ଉଚିତ ନ୍ୟାୟ ଯୋଉଟା ସେଇଟା କରନ୍ତି। ତା ମାନେ ନୁହଁ ଯେ ଗୋଟେ ଆମର ଯେମିତି ୟା ପୂର୍ବରୁ ଇଏ ଥିଲେ ନବୀନ ପଟ୍ଟନାୟକ ସାର୍ ଥିଲେ ମୁଖ୍ୟମନ୍ତ୍ରୀ, ସିଏ ଗଲା ପରେ ମୁଁ ଯେତେବେଳେ ପେଣ୍ଡାଲ ଉପରେ ବ୍ୟବହାର ଦୁର୍ବ୍ୟବହାର ତାଙ୍କୁ ଏଗୁଡ଼ା ସବୁ ବ୍ୟାନ୍ କରିଛନ୍ତି, ଦୟାକରିକି ଏ ଜିନିଷ ସଜେସନ୍ ଏବଂ ତାଙ୍କୁ ନେଇକି ବି ଭଲ ଟିଆରପି ବଢ଼େ। କିନ୍ତୁ ତାଙ୍କୁ ଯେଉଁ ବ୍ୟାନ୍ କରିଦେଇଛନ୍ତି ଯାତ୍ରା ମାଲିକମାନେ ସମସ୍ତେ, ସର୍ଚ୍ଚ କରିଛି ତାପରେ ଜଣାପଡ଼ିବ ଯେ ତାକୁ ବାଡ଼େଇଛନ୍ତି ସତ କି ମିଛ। ଏବଂ ଆଉ ଗୋଟେ କଥା କହି ରଖୁଛି ଏଇଠି ସମସ୍ତଙ୍କୁ, ସେ ଗୋଟେ ଓଡ଼ିଆ ଚଳଚ୍ଚିତ୍ର ଗୋଟେ ଯାତ୍ରା ଚଳଚ୍ଚିତ୍ର ପ୍ରଜାଙ୍କୁ ନେଇକି ରଜା ହୁଅନ୍ତି, ରଜାକୁ ନେଇକି କେବେ ପ୍ରଜା ହେଇନାହାନ୍ତି। ଯାତ୍ରା କଳାକାର ଯଦି ନଥାନ୍ତେ ଆମେ ମଧ୍ୟ ସେଠି ନଥାନ୍ତୁ, କି କୌଣସି ଯାତ୍ରାର ମାଲିକ ମାନେ ବି ନଥାନ୍ତେ। ହଉ ଯେତେକ ଯାତ୍ରାରେ ରୋଲ୍ କରୁଛନ୍ତି ଏକତ୍ରିତ ହେବେ, ଯେମିତି ମାଲିକ ମାନେ ଗୋଟେ ହେଇକି ଆଜି ତାକୁ ବ୍ୟାନ୍ କରିଛନ୍ତି, ଯଦି ସେମିତି ଏକତ୍ରିତ ହେଇକିରି ସବୁ ଯାତ୍ରା କଳାକାର ମାନେ ଭାଇ ଭଉଣୀ ମାନେ ମିଶିକି